ଭାବି ନଥିବ ଯେତେବେଳେ ଫାଷ୍ଟ ଫାଷ୍ଟ ସେ ମାନେ ଆକାଶରେ ଉଡୁଥିବ ଚାରିକର ଦେଖୁଥିବ ପାହାଡ କେତେ ଜଙ୍ଗଲ କେତେ ସବୁ ପକ୍ଷୀ ମାନେ ଉଡୁଛନ୍ତି କେତେ ସବୁ ଘର ଦ୍ୱାର ଅଛି ନା ଦେଖୁଥିବ ତାକୁ ପୁରା ବହୁତ ଆଶ୍ଚର୍ଯ୍ୟ ଲାଗୁଥିବ ବହୁତ ଖୁସି ବି ଲାଗୁଥିବ ତାକୁ ତାପରେ ଦେଖ ଚାରିପଟକୁ ଖାଲି ମାନେ ଅନଉଥିବ ତାପରେ ଦେଖ ପୁନର୍ବାର କାଟି ମଝିରେ ଦାନ୍ତ ବସାଇବା ପୂର୍ବରୁ ଗଛକୁ ଗଦ କଣ୍ଠରେ କହିଲା ଇତିହାସରେ ପ୍ରଥମ କଚ୍ଛପ ମହାକାଶ ଯଦି ଭାବରେ ମୋ ନାଁ ଅମର କରିଥିଲେ ହେଲା ଆଁ? ନାଁଟା ମନେ ରଖିବ ସତରେ ତାର ଇତିହାସ ଯାହା ରହିଛି ପିଲା ବେଶଟା ପାଠ ପଢିବ କଇଁଛ ଗପ ରହିଛି ବୋଲି ତ ଆମେ ଆଜି ପଢୁଛୁ ନା ସେଇଟା କଣ ହେଲା ତାପରେ ଦେଖ ଅଙ୍କମାନେ ଏଥର ଅଙ୍କମାନେ ଯାଇ ପାଟି ଚୁପ କରି ଶୁଣ ଅଙ୍କମାନେ ଏଥର ଅଧିକ ସ୍ୱଚ୍ଛନ୍ଦ ଓ ଆତ୍ମବିଶ୍ୱାସୀ ସହକାରେ ଉପରକୁ ଉଠିଲେ ହେଲା ମାନେ ସେ କହିଲେ ଯେତେବେଳେ ଗୋଟେ ଛୋଟ ପାହାଡ ଉପରେ ଯାଇକି ମାନେ ପରୀକ୍ଷା ସଫଳ ବୋଲି କହିଲେ ତାପରେ ତାଙ୍କର ଗୋଟେ ବିଶ୍ୱାସ ହେଇଗଲା ନା ଆମେ ତାକୁ ଉଠେଇ ଦେଇପାରିବୁ ତାପରେ ସେଠୁ ସେ କଣ କଲେ ନା ପୁରା ଆନନ୍ଦର ସହିତ କଣ କଲେ ନା ଉପରକୁ ଶୂନ୍ୟକୁ ପବନ ଥିଲା ଅନୁକୂଳ ଆକାଶ ଥିଲା ମେଘ ମୁକ୍ତ ମାନେ ଆକାଶରେ ମେଘ ନଥିଲା ବା ପବନ ବି ଥିଲା ଅନୁକୂଳ ମାନେ ଆସ୍ତେ ଆସ୍ତେ ପବନ ହଉଥିଲା ତେବେ ସୂର୍ଯ୍ୟାସ୍ତ ସମୟ ହୋଇଥିବା ହେତୁ କାଗଜ ଉପରେ ସ୍ଥାୟୀ ବିଞ୍ଚି ହୋଇଗଲା ଭଳି ଆକାଶ ବ୍ୟାପୀ ଆକାଶ ବ୍ୟାପୀ ବିଞ୍ଚି ହୋଇ ରହିଥିଲେ ପକ୍ଷୀମାନେ ମାନେ ସେ କହୁଛନ୍ତି କି ମାନେ ଯେତେବେଳେ ମାନେ ଗୋଟେ ଧଳା କାଗଜରେ କେମିତି କଣ ନା ଯେମିତି ସ୍ଥାୟୀ ଚିତା ଯେମିତି ହୋଇଯାଏ ସେମିତି ଯେତେବେଳେ ସୂର୍ଯ୍ୟ ଅସ୍ତ ହଉଥିଲେ ସୂର୍ଯ୍ୟ ଯେତେବେଳେ ଅସ୍ତ ହୁଅନ୍ତି ତାର କଲର କେମିତି ଆସେ ମାନେ ଯେତେବେଳେ ମାନେ ପକ୍ଷୀ ମାନେ ଏଇ ଯୋଉ ଦିଟା ହଂସ ଆଉ ଯେତେବେଳେ କଇଁଛ ଉଡି ଯାଉଥିଲେ ସେତେବେଳେ ମାନେ ତାଙ୍କ ଉପରେ ଏମିତି ମାନେ ଧଳା ନା ହଂସ ତାଙ୍କ ଉପରେ ଏମିତି ସେ ଯୋଉ ମାନେ ଅରେଞ୍ଜ କଲର ଟା ପଡିଥିଲା ଯେମିତି ଗୋଟେ ଧଳା କାଗଜରେ ସ୍ଥାୟୀ ଛିଟା ହେଲା ପରେ ଦେଖାଯାଏ ଗୋଟେ ଉଦାହରଣ ଦେଇଛନ୍ତି ହେଲା ସେ କହିଛନ୍ତି କି ଧଳା କାଗଜରେ ଯେମିତି ସ୍ଥାୟୀ ଛିଟା ହେଲା ପରି ଦେଖାଯାଏ ସୂର୍ଯ୍ୟ କଣ ବଦଳିଯିବେ ନା କଣ ବ୍ଲୁ କଲର ହେଇଯିବ ତମେ ହଁ ଗୋଟେ ବି ବୁଝିପାରୁନ ଏତେ ଉଚ୍ଚାରଣ ଯେହେତୁ ହଂସଟା ଧଳା ନା ସେମିତି ଘର ଚଟି ଘର ଚଟି ସବୁ ପକେଇ ନା ଦେଖି ଘର ଚଟି ଏଇ ଯୋଉ ମାଟିଆ ମାଟିଆ ଦେଖନ୍ତୁ ସକାଳେ ଯାଉଛି ଖରା ତାକୁ ଘର ଚଟିଆ କହନ୍ତି କୁଣ୍ଡା ଆଉ ଦେଖ ଘର ଚଟିଆ କଟା କିଭଳି ସାଧାରଣ ପକ୍ଷୀ ମାନେ ମୁଁ କହିଲେ ଗୋଟେ ମିଛ ନାହିଁ ଏତିକି ପଢିବା ଭଲ ଗପଟା ହେଇଯିବ କ୍ଲାସ ଷ୍ଟାର୍ଟ ହେଲା କେତେବେଳେ ଗପଟା ମାନେ ୱାର୍ଡର ଓଡିଆରେ ଅଛି ନା ତମେ ଗପ ଏକ୍ସାମରେ ମୁଁ ଲଙ୍ଗ କୋଶ୍ଚିନ୍ ଡାକିଦେବି ଲେଖିବ ଅର୍ଥ ହେଇଯିବ ଯାହା ପଡିବ କଣ ଦେଖ ସବୁ ବିଷୟର ଗୋଟାଏ ନମ୍ବର ସେଠି ଡକା ହବ ଯୋଉ କୋଶ୍ଚିନ୍ ପଡିବ ସେଇ ଆନ୍ସର ଟା ହିଁ ଲେଖିବ ମ୍ୟାମ୍ ସମୟ କେତେ ଦେଖିଲେ ଡାକିବି ତମର ଯେତିକି ମନେ ଗୋଟେ ପାଖ ଦି ପାଖ ତିନି ପାଖ ହେଲା ଯୋଉ କୋଶ୍ଚିନ୍ ପଡିବ ସେଇ ଆନ୍ସର ଟା ହିଁ ଲେଖିବ କାରଣ ତମର ଦେଖ ଏଇଟା ଯଦି ଆଉ ଗୋଟେ ତମର ଭଲ କଥା ହଉଛି ତମର ଲଙ୍ଗ କୋଶ୍ଚିନ୍ ଅର୍ଥ ପଡିବ ଖାଲି ତମର ନାଁ ମନେ ଯୋଉଗୁଡା ତମେ କୋଶ୍ଚିନ୍ ଟିକେ ଜାଣିକି କୋଉ କୋଉ ମାନେ କୋଶ୍ଚିନ୍ ଆସିବ କାହିଁକି ଗୋଟେ ଜିନିଷ ପ୍ରଥମ ଷ୍ଟାର୍ଟ ହବ এটা মনে পড়ে ଗୋଟେ ଗପ ପଢା ହବ ଗୋଟେ ପ୍ରବନ୍ଧ ଗୋଟେ କବିତା
ଏମିତି ପ୍ରବନ୍ଧ ଯଦି ଚାରିଟା ପଢି ସାରିଲା ପରେ କବିତା ପଢିବ ତମେ ପ୍ରବନ୍ଧ ପଢିଲା ଶୈଳକୁ ପାଗଳ। ଇତିହାସ ଖାଲି ପଢ ମୁଁ ଜାଣିବି ତମର ସବା ଲାଷ୍ଟ କୁ ଦେଖ ମୁଁ ଜାଣିଛି ପିଲାମାନଙ୍କ ଇତିହାସ ଛାତ୍ର କିଛି ମାନେ ତମର ଇଣ୍ଟରନାଲ ପଢେ ପଢୁନା ଜାଣିବନି ଘରେ ପଢିକି ଆସୁନ ଘରେ କିଛି ବୁଝିପାରିବନି ଘରେ ମୁଁ କଣ ଘଣ୍ଟାଏ ତମକୁ ଖଣ୍ଡିତ କରିଦେବି ତମେ ଘରେ ଦେଖ ମୁଁ କପଟା ତମେ ମାନେ ବର୍ଷ କୋର୍ସ କମ୍ପ୍ଲିଟ ଦାୟିତ୍ୱ ମୋର ମୁଁ ଯେତେବେଳେ ଯାହା ପଢେ ହଁ ତମେ ମାନେ କିଛି ବିଷୟ ପଢିନ କୋଉଟା ଆଗେ ପଢେଇବି କୋଉଟା ପଛ ପଢେଇବି ସେଇଟା ମୁଁ ଜାଣିଛି ହେଲା ତମର ପରୀକ୍ଷା ଦରକାର ଆଉ 90% ରହିଲା ଯଦି ମୋ କଥା ମାନିବ ପଢିକିନା ଆସିବ ନେକ୍ସଟ କ୍ଲାସ କହିବନି ମ୍ୟାଡାମ ମୋ ମନେ ଡାକ ଦିନି ଖାଲି ବିଷୟ ସାରିଦେଲେ କିଛି ହବନି ତମ ମୁଣ୍ଡରେ ପଶିବା ଦରକାର ସାରିଲେ ତ କଣ ଖାଲି ଗପ କହିକିନା ତ ସାରିଦେବି ଗପ ଗୁଡା ଦେଖ ଏଇଟା ଗୋଟେ କ୍ୱେଶ୍ଚିନ୍ ଅଛି ଦେଖ ଭାରତଟିଆ ବତାସୀ ଭଳି ସାଧାରଣ ପକ୍ଷୀମାନେ ସେ ଅକଳ୍ପନୀୟ ଦୃଶ୍ୟରେ ବିମୂଢ ପାଗଟି ପଥରେ ମାନେ ଘରଚଟିଆ ଆଉ ବତାସୀ ପକ୍ଷୀ ମାନେ କଣ କହିଲେ ନା ସେ ଯୋଉ ହଂସକୁ ଆଉ କଇଁଛକୁ ଦେଖିକି ସେ ପୁରା କଣ ବିମୂଢ ପାଗଟି ବିମୂଢ ତ କଣ ସେଟା ପୁରା ଆଶ୍ଚର୍ଯ୍ୟ ହେଇ ହେଲା ତାଙ୍କୁ ଦେଖି ବତାସୀ ବି ଗୋଟେ ଅଛି ନା ଚଢେଇ ଜାଣିନ କେତେ ଖାଲି କାଉ କୋଇଲି ବଗ ଏଗୁଡାକୁ ବୋଧେ ଜାଣିଛ ଆଉ କିଛି ଜାଣିନ ତା ଭିତରେ କେତେ ପାରା ଚିଲ ଅଣ୍ଡରଲାଇନ ଜାତୀୟ ସମ୍ରାଟ ଏତିକି ଜଣଙ୍କୁ ଜାତୀୟ ସମ୍ରାଟ ପକ୍ଷୀ ଜାତୀୟ ଦେଖ ପକ୍ଷୀ ମାନେ ଉଚ୍ଚରୁ ପ୍ରକାଶ ଶୁଣାଯାଉଥିବା ନିରାଶବାଦୀ ଭାବରେ ଶୁଣାଯାଏ ଗୋଟିଏ କାଉ କହିଲା ନିରାଶବାଦୀ କିଏ ନା କାଉ ଏଟା ବି ଅଣ୍ଡରଲାଇନ ନିରାଶବାଦୀ ପକ୍ଷୀ ଭାବରେ ଜଣାଶୁଣା ଗୋଟିଏ କାଉ କହିଲା ଆକାଶର ଭବିଷ୍ୟତ ଅନ୍ଧକାର ହେବ ବୋଲି କେତେ ଦିନର ଭବିଷ୍ୟତବାଣୀ କରିଆସି ପଛକୁ ଯେତେବେଳେ ଆକାଶ ବିଷୟ ସେହି ଅସମ୍ଭବ ପରିଣତ ଆରମ୍ଭ ହେଲା ଦେଖ ଯେତେବେଳେ ମାନେ ଦେଖ ଆମ କଳିଯୁଗରେ ଯେତେବେଳେ 7 ଦିନ 7 ରାତି ଅନ୍ଧାର କଳିଯୁଗ ସେଇ କଥା ମାନେ କାଉ ଭାବିଲା କି ମୁଁ ଶୁଣିଥିଲି ମାନେ ଭବିଷ୍ୟତ କାଉ ଭାବିଲା ହେଲା କାଉ କହିଲା କି ମୁଁ ଭାବିଥିଲି ଆଗକୁ କଳିଯୁଗ ଶେଷ ହବ ମାନେ ପୁରା 7 ରାତି 7 ଦିନ ପୁରା ଅନ୍ଧାର ହବ ମୁଁ ଭବିଷ୍ୟତ ମାନେ କରିଥିଲି तो बोलते ସେଇ ଯୋଉ ଅନ୍ଧାର ହବାଟା ବୋଧେ ଆଜିଠାରୁ ଷ୍ଟାର୍ଟ ହେଇଛି କାରଣ ପୁରା ଅସ୍ତ କେତେ ଭଲ ଲାଗିଲା ସେ ସବୁ ବୟସ ଅନ୍ଧାରଟା ଆରମ୍ଭ ହେଇଯିବ ହଂସ ମାନେ ଯୁଗେ ଯୁଗେ ବିଶ୍ୱାସଘାତକ ମନ୍ତବ୍ୟ ଦେଲା ମାନେ ଏଇଟା ମାନେ ଇଏ କର ହେଲା ହଂସ ମାନେ ବଗ ଆଉ ଯେତେବେଳେ କହିଲା ବଗ ସେଠୁ କହିଲା ହଂସ ମାନେ ଯୁଗେ ଯୁଗେ ହଉଛନ୍ତି ବିଶ୍ୱାସଘାତକ କିନ୍ତୁ ବିଶ୍ୱାସଘାତକ କିଏ ବଗ ନୁହଁ ବଗ ଗପ ଶୁଣିଛୁ ବଗ ଗପ ଜାଣିନ ବଗ ଯେତେବେଳେ ଗୋଟେ ପୋଖରୀ ଯାଇକି ପାଣି ସବୁ ଶୁଖିଥିଲା ମାଛ ମାନେ ଯାଇକି ପାଉଡା ଛାଡେ ନେଇକି କଣ୍ଟା ପକଉଥିବ ସେ ବିଶ୍ୱାସଘାତକ କହୁଥିବା ହଂସ ଟିକେ ଥାଉ ଏଇ ପିଲାମାନେ ବସିକି ପଢା
ସେତେବେଳେ କ୍ଲାସ ଷ୍ଟାର୍ଟ ହେଲା ପିଲାମାନେ କୋଉଠି ଦେଖିଲା ପଢି ଯାଇଥିଲେ କେତେଟା ନୁହଁ କ୍ରିୟା ଯୁକ୍ତଟା ତାହେଲେ କଣ ଅଛି ଆକୁ କ୍ରିୟାରେ ପକିବା ଲକ୍ଷ୍ୟ ସ୍ଥିର ଆରେ କୋଉଠି ମୁଁ ଆଟେ ଯାଇଲା पाठ दिया लिखिया तो देखिए ना पढ़ीदेवी